এটা কହୁଥିଲେ ପୁଅ ଯାହାର ନଥିବ ତାର କଣ ହବ? କହିଲେ ପୁଅ ଗୋଟିଏ ନର୍କର ଉଦ୍ଧାର କରିଥାଏ, କିନ୍ତୁ ଝିଅ 10-10ଟି ନର୍କର ଉଦ୍ଧାର କରିଥାଏ। 10 ଏକେ ମିଶିଲେ କେତେ? 11। ତେବେ 84 ନର୍କରୁ 11 ଗଲେ କେତେ? ଆଉ ରହିଲେ 41। ମଉସା 84 ନର୍କରୁ 11 ଗଲେ କେତେ? 41। ମଉସା ତମର 15। ମଉସା ତମର କେତେ? 64। ଆଉ ରହିଲା 73। ତେବେ ସେ 73 ନର୍କରୁ 11 ଗଲେ, ତେବେ 73 ନର୍କରୁ ଉଦ୍ଧାରକର୍ତ୍ତା କିଏ? ସିଏ ହଉଛି କୁଳବଧୂ। ତେଣୁ କୁଳବଧୂ ମୁଖରେ ଟୋପାଏ ଜଳ ଦାନ କଲେ ସିଏ ସ୍ୱର୍ଗ ପ୍ରାପ୍ତି ହୋଇଥାଏ। ତେବେ କୁଳବଧୂ ମୁଖରେ ଟୋପାଏ ଜଳ ଦାନ କଲେ କାମ, ଧର୍ମ, ଅର୍ଥ, ମୋକ୍ଷ ଏହି 4ଟି ପ୍ରାପ୍ତି ହୋଇଥାଏ। ପ୍ରମାଣ କରି ଭାଗବତ କହିଲେ କୁଳବଧୂ ଯିବେ ମୁଖେ ଦିବେ ଜଳ ନୁହାଇତେ ଚତୁବର୍ଗ କୁଳବଧୂ ମୁଖରେ ଟୋପାଏ ଜଳ ଦାନ କଲେ ଏହି 4ଟି ପ୍ରାପ୍ତି ହୋଇଥାଏ। ପଣ୍ଡିତେ ତେଣୁ ସେଇ ଦୁଇ ଦମ୍ପତି ଭଗବାନଙ୍କୁ ସେ ବ୍ରାହ୍ମଣ ଦମ୍ପତି ଭଗବାନ ମତେ ଆଉଥରେ ଡାକୁଥାନ୍ତି ଏକମାତ୍ର ପୁତ୍ରଟିଏ ପାଇବା ପାଇଁ।